ଏନର ଅବହେଳିତ ହଉଛି ବୋଲେ ଏନ କୌଣସି ଲୋକର ଦୃଷ୍ଟି ନେଇ ଦେବାରେ ନାହିଁ। ତ ସେ ଗାଁରେ ଗୋଟେ ବାବା ଅଛି। ନୂଆପଡ଼ା ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଉକ୍କାଗଙ୍ଗା ହେଉଛି ଅନ୍ୟତମ। ଆମେ ଆଜି ଆସିଥିଲୁ ଧରଣୀମାଲ ଗାଁ ପାଖରେ ଉକ୍କାଗଙ୍ଗା ନୂଆପଡ଼ା ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ। ମା ଗଙ୍ଗା ଏଠି ଉତ୍ପନ୍ନ ହୋଇଛନ୍ତି, ଉକ୍କା ମାରୁଛନ୍ତି, ଏଠୁ ବାହାରିକି ନିମ୍ନଗାମୀ ହେଉଛନ୍ତି। ଏହା ଅବହେଳିତ ହୋଇକି ପଡ଼ିଛି, ଅନେକ ଆବର୍ଜନା ହୋଇକି ପଡ଼ିଛି। ଏ ଉପରେ ସ୍ଥାନୀୟ ବାସିନ୍ଦା ଅଛନ୍ତି, ତାଙ୍କଠାରୁ ପ୍ରତିକ୍ରିୟା ବୁଝିନେବା। ଆଜ୍ଞା ଏଇଟା ଏରିଆ ଏ ଅଞ୍ଚଳର ସମସ୍ତେ ଲୋକ ଜାଣସନ୍ ଗୋଟେ ଏଇଟା ଗୋଟେ ତୀର୍ଥସ୍ଥଳୀ ବୋଲିକରି। ବହୁତ ଦିନୁ ଆମେ ଯାହା ଜାନବାର ହିସାବରେ ଆମେ ଯାହା ଦେଖବାର ହିସାବରେ ବହୁତ ଦିନ ତୀର୍ଥସ୍ଥଳୀ ହିସାବରେ ଆମେ ମାନି ଆସୁଛୁ। ଅନେକ ପର୍ବପର୍ବାଣି ହେସି ନେ ବୈଶାଖ ପୂର୍ଣ୍ଣିମା, ଶିବରାତ୍ରି, ଅନେକ ଗୁଡ଼ା ଯେମିତିକି ତିହାର ଯେମିତି ମାନବାର କଥା ପର୍ବପର୍ବାଣି ଆମେ ସେମିତି ଆକାରରେ ମାନି ଆସୁଛୁ। ମାତ୍ର ହେଲେ ଏନେ ସରକାରୀ ହିସାବରେ କୌଣସି ଇନର କିଛି ଇଟା ନେଇ କରବାର୍ ହେଲେ ବହୁତ ଅବହେଳିତ ହେଇକି ରହୁଛି। ବ୍ଲକ ବି ଅନେକ ଥର ବିଡ଼ିଓକେ ଜଣେଇଛୁ, କଲେକ୍ଟର ସାର୍କେ ବି ଜଣେଇଛୁ। ମଝିତି ଆମେ ଟୁରିଜମ୍ ବିଭାଗର ଯେନ୍କି ଉପମୁଖ୍ୟମନ୍ତ୍ରୀ ଅଛନ୍ ମ୍ୟାଡ଼ମ୍ ପରିଡ଼ା ମ୍ୟାଡ଼ମ୍, ତାର୍ ପାଖେ ବି ଯାଇକରି ଆମେ ଲିଖିତ ଆକାରରେ ଦେଇଛୁ। ହେଲେ ଆଜ ତକ୍ ବି କୌଣସି ଇନର କିଛି ଇଟା ନାହିଁ, ବହୁତ ଅବହେଳିତ ହେଇକି ରହିଛି। ଏନ ଜଗନ୍ନାଥ ମନ୍ଦିର ଅଛି, ଶିବ ମନ୍ଦିର ଅଛି। ଆଜ୍ଞା କହୁଥିଲେ ଏହା ଶିବରାତ୍ରି ସମୟରେ ବହୁତ ଭିଡ଼ ହୁଏ, ଲୋକ ଆସନ୍ତି, ଦର୍ଶକମାନେ ଏହା ଦେଖିକି ଉପଭୋଗ କରି ଯାଆନ୍ତି। କିନ୍ତୁ ଅବହେଳିତ ହେଇକି ପଡ଼ିଛି। ଏ ଉପରେ ବହୁତ ଥର ପ୍ରଶାସନକୁ ଏମାନେ ଜଣେଇଛନ୍ତି, ତଥାପି କେହି କାନ ଦେଉନାହାନ୍ତି ବୋଲି କହୁଛନ୍ତି। ନୂଆପଡ଼ା ଜିଲ୍ଲା ଉକ୍କାଗଙ୍ଗା ଠାରୁ ଚନ୍ଦ୍ରଶେଖର ବେହେରା, କୋଣାର୍କ ଲାଇଭ୍।